ଆଉ ଅନୁଗ୍ରହ କଲେ ସମୟ ଦେଲେ ଅଳ୍ପ ସମୟ ଆମମାନେ ଆଜି ଗୋଟେ ଚରିତ୍ର କଥା ଚିନ୍ତା କରିବା ଆଉ ଆମମାନେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସମସ୍ତେ। ଯଦି ପାରିବା ଆମମାନେ ଆମର ୟୁଟ୍ୟୁବ ଲାଇଭ ହଉଛି ତେଣୁକରି ଯଦି ପାରିବା ଆମମାନେ ଆମମାନଙ୍କର ଆଉ ଭିଡିଓକୁ ଅନ୍ କରିକିରି ବସିବା ଆଉ ଆମମାନଙ୍କ ଭିତରେ ରଶ୍ମି ମା ଥିଲେ ସେ ମଧ୍ୟ ତାଙ୍କର ମଧ୍ୟ ଗୀତ ରେକର୍ଡିଂ ହେଇଛି ଆପଣ ମାନେ ଯାଇକି ଶୁଣିପାରିବେ ୟୁଟ୍ୟୁବରେ। ଆଉ ଥ୍ୟାଙ୍କ ୟୁ ଭେରି ମାଚ। ତେବେ ପରମେଶ୍ୱର ଆଜି ଆମମାନଙ୍କୁ ସୁଯୋଗ ଦେଇଛନ୍ତି ସେଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦିଏ। ଆଉ ଆଜି ମୁଁ ଗୋଟେ ନେଗେଟିଭ ଚରିତ୍ର କଥା ଆପଣ ମାନଙ୍କୁ କହିବା ପାଇଁ ଚାହେଁ ତାହା ହଉଛି ଇସ୍କରିୟତ ଜିହୁଦାଙ୍କ ଜୀବନରୁ ଆମେ କିଛି ଶିକ୍ଷା କରିବା। ତାର ନେଗେଟିଭ ପ୍ରଭାବ କଣ ରହିଛି ତାର ପଜିଟିଭ ପ୍ରଭାବ କଣ ରହିଛି ତାକୁ ପାଠ କରିବା। ଇସ୍କରିୟତ ଜିହୁଦା ଶବ୍ଦଟି ଯେତେବେଳେ ଶୁଣିଲେ ଇସ୍କରିୟତ ଜିହୁଦାର କଥା ଯେତେବେଳେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ବେଳେ ବେଳେ। ଆଉ ବାଇବେଲକୁ ଯେତେବେଳେ ଆମେ ପାଠ କରୁ କାହିଁକି ତା ଜୀବନରେ ଇସ୍କରିୟତ ଜିହୁଦାଙ୍କ ଜୀବନରେ ଏସବୁ ବିଘ୍ନର କାରଣ ହେଲା କଣ ପାଇଁ ସେ ପ୍ରଭୁଙ୍କ ଠାରୁ ଦୂରେଇ ଗଲେ। ଆମେ ଯଦି ଭଲ କରି ତାଙ୍କ କଥାକୁ ଦେଖୁ ସେ ଜଣେ ଉଚ୍ଚ କୋଟିର ଲୋକ ଥିଲେ। ତାଙ୍କ ଜୀବନରେ ସେ ଗୋଟେ ସାଧାରଣ ଲୋକ ନଥିଲେ। ପ୍ରଭୁ ବାଛିଥିବା ଏ ମନୋନୀତ 12 ତା ଶିଷ୍ୟ ମାନଙ୍କ ମଧ୍ୟରେ ୱାନ ଅଫ ଦ ଆପୋଷ୍ଟଲ ସେ ଜଣେ ପ୍ରଭୁଙ୍କର ଲୋକ ଥିଲେ। ତାଙ୍କ ବ୍ୟାକଗ୍ରାଉଣ୍ଡକୁ ଯଦି ଅଳ୍ପ ସମୟ ଯିବା ତେବେ ତାଙ୍କ ଘର ଥିଲା ଇସ୍ରାଏଲ ଦେଶରେ କିରିୟତ। ତାଙ୍କ ଘରର ନାମ ହଉଛି କିରିୟତ ବୋଲି ଥିଲା। ଆଉ ଝିଅଶୟ ତାର 15 ଅଧ୍ୟାୟର 25 ପଦକୁ କେହି ଜଣେ ପଢନ୍ତୁ ତାଙ୍କ ଘରର ତାଙ୍କ ଜାଗାର ନାମକୁ ଆମେ ଜାଣିପାରିବା। କିରିୟତ ହଉଛି ଇସ୍ରାଏଲ ରାଜ୍ୟର ଦକ୍ଷିଣ ଅଞ୍ଚଳର ଏକ ଉଚ୍ଚ ଜାତିର ସ୍ଥାନ ଥିଲା ସେଇଟା। ଆଉ ଜିହୁଦାରେ ତାହା ଥିଲା ଜିହୁଦାର ଭାଗ ତାହା ପଡୁଥିଲା। ସେଇ ଜାଗାରେ ଜନ୍ମ ହେଇଥିଲେ ସେଇ ଜାଗାରେ ଛୋଟିଆ ମୋଟିଆ ଲୋକ ରହୁନଥିଲେ। ସେଇ ଜାଗାରେ ଆଉ କୌଣସି ପ୍ରକାର ଛୋଟ ଜାତିର ଲୋକ ନଉଥିଲେ। ଆଜିର ବ୍ରାହ୍ମଣ ସମାଜ ଆମେ ଯୋଉ ବୋଲୁଛୁ ଉଚ୍ଚ ଜାତି ବୋଲି ଆମେ କହୁଛୁ ସେଇ ପ୍ରକାର ଏକ ପ୍ରକାର ଜିହୁଦୀ ହାଇ କ୍ଲାସ ଜିହୁଦୀ ଲୋକମାନେ ସେଇ ଜାଗାରେ ରହୁଥିଲେ। ପଢନ୍ତୁ ପଢନ୍ତୁ ଝିଅଶୟ ତାର 15-25। ସେ व ହାତସର ହତାଥ ও কিরিয়াত হিগ্রন অবা হতাধর। କିରିୟତ ବୋଲି ଗୋଟେ ଶବ୍ଦ ଅଛି ଥ୍ୟାଙ୍କ ୟୁ ନାନୀ ଥ୍ୟାଙ୍କ ୟୁ। ଆଉ କିରିୟତ ବୋଲି ଗୋଟେ ଶବ୍ଦ ଅଛି ସେଇ ଜାଗାର ଲୋକ ସେ ଥିଲେ। ଆଉ ତା ଇସ୍ରାଏଲ ଦେଶର ଥିଲା। ଆଉ ଟିକେ ପଢି ଦିଅନ୍ତୁ ତଳକୁ ଟିକେ। আমম ও সামা ও মেলাদা ও হতাসর গদা ও হিসবন ও মেতপেলট ও ଠିକ ଅଛି। ତେବେ ସେ କିରିୟତର ଲୋକ ଥିଲେ। ଥ୍ୟାଙ୍କ ୟୁ ଭେରି ମଚ। ତାଙ୍କ ବାପାଙ୍କ ନାମ ଥିଲା ସାଇମନ। ତାଙ୍କ ମାଙ୍କ ନାଁ ଥିଲା ସାଇବେରୀ। ଯଦି ବାଇବେଲ ଆମେ କାଢିବା ଜନ ପୁସ୍ତକରେ ବିଶେଷ କରି ଲେଖାଯାଇଛି ତାଙ୍କ ବାପାଙ୍କ ନାମ ଥିଲା ସାଇମନ ତାଙ୍କ ମାଙ୍କ ନାମ ଥିଲା ସାଇବେରୀ। ଆଉ ସେ ଜେରୁସାଲମର ବାସିନ୍ଦା ଥିଲେ। ସେ କେବେ ଜନ୍ମ ହେଇଥିଲେ ତାଙ୍କର କଥା ଆମେ ତାରିଖ ଜାଣୁନାହୁଁ କିନ୍ତୁ ପ୍ରାୟ 30 ଖ୍ରୀଷ୍ଟାବ୍ଦରେ ସେ ମୃତ୍ୟୁବରଣ କରିଥିଲେ ଏବଂ ସେ ଦକ୍ଷିଣ ଜିହୁଦାରେ ରହିଥିଲେ। ଆଉ ଆମେ ତାଙ୍କ ବିଷୟରେ ଯେତେବେଳେ ଦେଖୁ ତାଙ୍କ ଗାଁର ନାମ ବିରିମିୟ ତାର 48-ର 23 ଆଉ 24 ପଦରେ ମଧ୍ୟ ଲେଖାଯାଏ। ଆଉ ଏଇ ଯୋଉ ସାଇମନ ଯୋଉ ଗୋଷ୍ଠୀରୁ ଆସିଥିଲେ ସେମାନେ ଗୋଟେ ବୀର ଲୋକମାନେ ଥିଲେ। ରୋମିଓ ସାମ୍ରାଜ୍ୟ ରୋମିଓ ରୁଲେର ମାନେ ଯେତେବେଳେ ଆସି ଜିହୁଦା ଉପରେ ଆକ୍ରମଣ କରୁଥିଲେ ସେତେବେଳେ ସେମାନଙ୍କ ପାଇଁ ପ୍ରକୃତରେ ଯୁଦ୍ଧ କରିବା ପାଇଁ ତାଙ୍କର ବଂଶର ଲୋକମାନେ ବାହାରିଥିଲେ। ଆଉ ସେମାନେ ରୋମିଓ ଲୋକମାନଙ୍କୁ ଏଲାଉ କରୁନଥିଲେ। ଯୁଦୀୟ ଲୋକମାନେ ସାଧାରଣତଃ ସେମାନେ ଭେରି ପ୍ରାକ୍ଟିକୁଲାର ସେମାନଙ୍କର ଧର୍ମ ପାଇଁ ସେମାନଙ୍କ ଜାତି ପାଇଁ ସେମାନଙ୍କ ପରମେଶ୍ୱରଙ୍କ ପାଇଁ ସେମାନେ ବହୁତ ଗର୍ବିତ। ଆଉ ସେମାନେ ସବୁ ପଛକେ ଯିବ ପ୍ରଭୁଙ୍କୁ କେବେ ଛାଡିବେ ନାହିଁ ସଦାପ୍ରଭୁଙ୍କ ପାଇଁ ଅତ୍ୟନ୍ତ ଉଦ୍ଯୋଗୀ। ତେବେ ଇସ୍କରିୟତ ଜିହୁଦାର ଜୀବନରେ ଆମେ ଦେଖୁଛୁ ସେ ଏଇ ପ୍ରକାର ଏକ ବଂଶରୁ ଆସିଥିଲା ଯିଏକି ଧର୍ମ ପାଇଁ ବୋଲିକିରି ଉଦ୍ଯୋଗୀ ଯାହା ଜୀବନରେ ଯାହା ପରିବାରରେ ଅତ୍ୟନ୍ତ ସୁନ୍ଦର। ଇସ୍କରିୟତ ଜିହୁଦାର ନାମ ଜିହୁଦାର ନାମ ହଉଛି ଅର୍ଥ ହଉଛି ଏଭ୍ରି ଭାଷାରେ ତା ପ୍ରଶଂସା ପ୍ରେସ। ଜିହୁଦାର ଅର୍ଥ ହଉଛି ପ୍ରଶଂସା। ପ୍ରଭୁ ଆଉ ତାଙ୍କ ବାପା ମାଙ୍କ ହୃଦୟରେ କାର୍ଯ୍ୟ କଲେ ଆଉ ପ୍ରଭୁ
ତାଙ୍କୁ ବ୍ୟବହାର କରିବେ ବୋଲି ତାଙ୍କ ମା ବାପା ତାଙ୍କୁ ପ୍ରଶଂସାର ନାମ ଦେଲେ। ଉତ୍ତମ ନାମ, ବହୁତ ସୁନ୍ଦର ନାମ। ବେଳେ ବେଳେ ନାମ ଭଲ ଥାଏ କିନ୍ତୁ କାମ ବିପରୀତ ଥାଏ। ଏଇ ଜୀବଦାଙ୍କ ଜୀବନରେ ଆମେ ଦେଖୁଛୁ ତାଙ୍କ ନାମ ହଉଛି ପ୍ରଶଂସା। ସେ ଗୋଟେ ଭଲ ପରିବାରରୁ ଆସିଥିଲେ, ଭଲ ଗାଁରୁ ଆସିଥିଲେ ଏବଂ ସେ ମଧ୍ୟ ଏକ ଉତ୍ତମ ଗୋଷ୍ଠୀରୁ ଆସିଥିଲେ। ଆଉ ସେ ଗୋଟେ ହାଇ କ୍ଲାସ ଝିଅ ଥିଲେ। ଏଭ୍ରିଥିଙ୍ଗ ଇଜ ଗୁଡ, ସବୁ ବିଷୟ ତାଙ୍କ ଜୀବନରେ ଉତ୍ତମ ଥିଲା। ତ ସିଏ ଆଉ ତାଙ୍କ ନାମ ବଜେଇ ରଖି ପାରିଲେ ନାହିଁ। ଆଉ ମଧ୍ୟ ଆମେ ଯେତେବେଳେ ଦେଖୁ ଏ ଜିହୁଦା ଇସ୍କରିୟତ ଜିହୁଦାର କଥା, ସାଧାରଣତଃ ଅନ୍ୟମାନେ ପ୍ରଚାର କରିବେ ନାହିଁ ତାଙ୍କ କଥା। ଜଷ୍ଟ ମୁଁ ଆପଣମାନଙ୍କୁ ହିଣ୍ଟସ ଦେବା ପାଇଁ ଚାହେଁ, କିଛି ଜାଣିବା ପାଇଁ ତାକୁ ଆମେ ଆଉ ଚିନ୍ତା କରିବା। ଏଇ ଯୋଉ ଇସ୍କରିୟତ ଜିହୁଦା ଜଣେ ମାତ୍ର, ଆଉ ସେ ଜିହୁଦା ପ୍ରଦେଶର ଦକ୍ଷିଣାଞ୍ଚଳରୁ ଆସିଥିଲେ ଏବଂ ବଳକା ସବୁ 11ଟା ଶିଷ୍ୟ ସେମାନେ ଗାଲିଲିର ସ୍ଥାନରୁ ଆସିଥିଲେ, ଯୋଉ ଜାଗାରେ କି ପ୍ରାୟ ଥାର୍ଡ କ୍ଲାସ ଲୋକ ରହନ୍ତି। କିନ୍ତୁ ଏ ଯୋଉ ଫାର୍ଷ୍ଟ କ୍ଲାସ ଜାଗାରେ ରହୁଥିଲେ, ଏତେ ସୁନ୍ଦର ପ୍ରଭୁ ତାଙ୍କୁ ସୁଯୋଗ ଦେଇଥିଲେ। ତେବେ ଆମେ ଯେତେବେଳେ ଜିହୁଦାଙ୍କର ଜୀବନ କଥା ଦେଖୁଛୁ, ସେ ଆଉ ପ୍ରଭୁ ତାଙ୍କୁ ବାଛିଥିଲେ। ପ୍ରଭୁ ପ୍ରାର୍ଥନା ପୂର୍ବକ ଶିଷ୍ୟ ମାନଙ୍କୁ ବାଛିଥିଲେ। ସେମାନେ ତାଙ୍କ ସାଙ୍ଗରେ ରହିବେ, ତାଙ୍କ ସାଙ୍ଗରେ ଖାଇବେ, ତାଙ୍କ ସାଙ୍ଗରେ ପିଇବେ, ତାଙ୍କ ସେବା କାର୍ଯ୍ୟ କରିବେ। ଈଶ୍ୱର ଜିହୁଦାଙ୍କର ଆଉ କଥା ଆମେ 3ଟା ଜାଗାରେ ପ୍ରାୟ ଦେଖିବାକୁ ପାଇବା, ଅନେକ ଜାଗାରେ ଦେଖିବାକୁ ପାଇପାରୁଛୁ। ମାର୍କରେ, ମାଥିଉରେ, ଲୁକରେ। ଆଉ ଯଦି ଆମେ ତାଙ୍କ କଥା ଆମେ ଜାଣୁ, ତେବେ ମାର୍କ ତାର 10 ଅଧ୍ୟାୟର, ମାଥିଉ 10 ଅଧ୍ୟାୟର 4 ପଦରେ ତାଙ୍କ ନାମକୁ ପାଉ। ଲୁକ ଆ ମାଥିଉ ତାର 3 ଅଧ୍ୟାୟର 19 ପଦରେ ତାଙ୍କ ନାମ ପାଉ। ଲୁକ 6 ଅଧ୍ୟାୟର 16 ପଦରେ ତାଙ୍କ ନାମକୁ ଆମେ ପାଉ। ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଇ ଜିହୁଦାକୁ ପ୍ରାର୍ଥନାର ସହିତ ମନୋନୀତ କରିଥିଲେ। ଲୁକ 6:12 କେହି ଜଣେ ପଢି ଦିଅନ୍ତୁ ଦୟାକରି। ଆମେ ଯଦି ସେଠି ଦେଖିବା, ପ୍ରଭୁ ଏ ବ୍ୟକ୍ତିକୁ ପ୍ରାର୍ଥନାର ସହିତ ତାକୁ ବାଛିଥିଲେ। ପଢନ୍ତୁ ଲୁକ 6:12। ସେହି ସମୟରେ ସେ ଦିନେ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରି ଯାଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସମସ୍ତ ରାତ୍ରି ଯାପନ କଲେ। ପରମେଶ୍ୱର ପ୍ରଭୁ, ହଁ ପଢୁମା ପଢୁମା। ପ୍ରଭାତ ହୁଅନ୍ତେ ସେ ଆପଣା ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କ ମଧ୍ୟରେ 12 ଜଣକୁ ମନୋନୀତ କଲେ। ସେ ସେମାନଙ୍କୁ ମଧ୍ୟ ପ୍ରେରିତ ନାମ ଦେଲେ। 12 ଜଣକୁ ମନୋନୀତ କଲେ, ଗୋଟେ ଲୋକ ନାହିଁ, 12 ଜଣକୁ ପ୍ରଭୁ ପ୍ରାର୍ଥନାର ସହିତ ମନୋନୀତ କଲେ। ଆଜି ମଧ୍ୟ ଯେତେବେଳେ ବାଇବେଲ ସ୍କୁଲରେ ପ୍ରଭୁଙ୍କ ସେବା ପାଇଁ ବିଭିନ୍ନ ଲୋକକୁ ଆଉ ଯେତେବେଳେ ପ୍ରଭୁ ବ୍ୟବହାର କରନ୍ତି, ସେତେବେଳେ ସେ ମନୋନୀତ କରନ୍ତି। ଆଜି ମଧ୍ୟ ପ୍ରାର୍ଥନାର ସହିତ, ଏବେ ଆଉ ନାନୀ କହୁଥିଲେ ସେ କାକେ ମାମୁଁ ବୋଧେ ଅର୍ଡିନେସନ ପାଇଁ ଯାଇଛନ୍ତି ବୋଲି ପ୍ରାର୍ଥନାର ସହିତ ମନୋନୀତ କଲେ। ପ୍ରଭୁ ବାଛିଥିବା ଗୋଟେ ବ୍ୟକ୍ତି, ଈଶ୍ୱର ପ୍ରିୟ ବ୍ୟକ୍ତି, ଗିର୍ଜାରେ ଆଗ୍ରହ, ତାର ବ୍ୟାକଗ୍ରାଉଣ୍ଡ ଆମେ ଦେଖିବା ଧୀରେ। ଗିର୍ଜାରେ ବହୁତ ଆଗ୍ରହ ସେ, ତା ବାପା ମା ଗୋଟେ ଭଲ ନାମ ଦେଇଥିଲେ ଜିହୁଦୀ କଲଚର ଅନୁସାରେ। ସେ ପ୍ରଭୁଙ୍କର ପ୍ରଶଂସା କରିବ, ପ୍ରଭୁଙ୍କର ଧନ୍ୟବାଦ କରିବ। କିନ୍ତୁ ତା ଜୀବନର ଶେଷରେ, ଆରମ୍ଭ ଅପେକ୍ଷା ଶେଷ ଏତେ ଭଲ ନଥିଲା। ମଧ୍ୟ ତାର ନାମକୁ ଆମେ ଆଉ ଥରେ ଜହନ ଲିଖିତ ସୁସମାଚାର ତାର 13 ଅଧ୍ୟାୟର 29 ପଦ, 12 ଅଧ୍ୟାୟର 4 ପଦ ଏବଂ 6 ଅଧ୍ୟାୟର 7 ପଦରେ ମଧ୍ୟ ମାନେ ଦେଖିବାକୁ ପାଉଛୁ। ଯୀଶୁ କାହିଁକି ଜିହୁଦାକୁ ଡାକିଥିଲେ? ଆଉ ଯୀଶୁ ଏଥିପାଇଁ ଡାକିଥିଲେ ତାଙ୍କ ସାଙ୍ଗରେ ରହିବେ। ପଢି ଦିଅନ୍ତୁ ମାର୍କ 3:19 ପଢନ୍ତୁ। ପୁଣି ଇସ୍କାରିତ୍ୟ ଜିହୁଦା ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା। ଇସ୍କାରିୟତ ଜିହୁଦାର କଥା ପ୍ରଭୁ ଆଉ ତାଙ୍କୁ ଡାକିଲେ। 16 ପଦରୁ ଯଦି ଆମେ ପଢିଲେ ଦେଖିପାରିବା, ଟିକେ 16 ପଦରୁ ଆରମ୍ଭ କରି ପଢନ୍ତୁ 3 ଅଧ୍ୟାୟର। ଯୀଶୁ ଏହି 12 ଜଣଙ୍କୁ ନିଯୁକ୍ତ କଲେ, ଯଥା ସିମନ ଯାହାକୁ ସେ ପିତର ବୋଲି ଉପନାମ ଦେଲେ, ଜେବଦୀଙ୍କ ପୁତ୍ର ଯାକୁବ ଓ ତାଙ୍କ ଭ୍ରାତା ଜହନ, ଯେଉଁମାନଙ୍କୁ ସେ ବିନେରିଗସ୍ ଅର୍ଥାତ୍ ମେଘନାଦର ପୁତ୍ର ବୋଲି ଉପନାମ ଦେଲେ, ଆନ୍ଦ୍ରିୟ, ଫିଲିପ, ବାର୍ଥଲମୀ, ମାଥିଓ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥତୀୟ, କିଣାନୀୟ ସିମନ, ପୁଣି ଇସ୍କାରିତ୍ୟ ଜିହୁଦା ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲେ। ତେବେ ଏମାନଙ୍କୁ ପ୍ରଭୁ ଡାକିଲେ ସେମାନଙ୍କ ସାଙ୍ଗେ ରହିବେ,
ସେମାନଙ୍କ ସାଙ୍ଗେ ଖାଇବେ। ପ୍ରଥମେ ଯୀଶୁ ଏମାନଙ୍କୁ ଭୂତ ଛଡେଇବାକୁ ଡାକି ନଥିଲେ। ଯୀଶୁ ଏମାନଙ୍କୁ ସୁସ୍ଥ କରିବାକୁ ଡାକି ନଥିଲେ। ଯୀଶୁ ଏମାନଙ୍କୁ ଆଶ୍ଚର୍ଯ୍ୟ କର୍ମ କରିବାକୁ ଡାକି ନଥିଲେ। ସେଇ ଅଧ୍ୟାୟରେ ଆମେ ଯଦି 13 ପଦରୁ ତଳକୁ ଯଦି ଦେଖିବା, ତେବେ ସେ ଲେଖା ଅଛି, ସେମାନେ ଯୀଶୁଙ୍କ ସାଙ୍ଗେ ରହିବେ, ଯୀଶୁଙ୍କ ସାଙ୍ଗେ ଖାଇବେ, ଯୀଶୁଙ୍କ ସାଙ୍ଗେ ବୁଲିବେ, ତାଙ୍କର ଆଉ ସବୁ ଜିନିଷ ତାଙ୍କ ସାଙ୍ଗେ ରହିବେ। ସେଥିପାଇଁ ସେ ଡାକିଥିଲେ। ପ୍ରଭୁ ଯେତେବେଳେ ଡାକିଲେ, ଇସ୍କରିୟତ ଯିହୁଦାକୁ ଗୋଟେ ଉଚ୍ଚ ପଦ ଦେଲେ। ପ୍ରଭୁ ଯାହାକୁ ଡାକନ୍ତି, ପ୍ରଭୁ ଯାହାକୁ ବ୍ୟବହାର କରନ୍ତି, ସେ ଉତ୍ତମ ରୂପେ ବ୍ୟବହାର କରନ୍ତି। ପ୍ରଭୁ ଏତେ ଉଚ୍ଚ ପଦ ବ୍ୟବହାର ଦେଲେ, ପ୍ରଭୁ ତାଙ୍କୁ ଏକ ଦାୟିତ୍ୱ ଦେଲେ, ଟଙ୍କା ପଇସା ରଖିବାର ଦାୟିତ୍ୱ। କାହିଁକି ଟଙ୍କା ପଇସା ରଖିବାର ତାଙ୍କୁ ଦାୟିତ୍ୱ ଦିଆହେଲା? ଯେହେତୁ ଇସ୍କରିୟତ ଯିହୁଦା ଯୋଉ ଜାଗାରୁ ଆସିଥିଲେ, ସେ ଜାଗା ଗୋଟେ ଉତ୍ତମ ଜାଗା ଥିଲା। ଏ ଟଙ୍କା ପଇସା ରଖିବାକୁ ତାଙ୍କୁ ଯେତେବେଳେ ଦାୟିତ୍ୱ ଦିଆଗଲା, ସେମାନଙ୍କ ଭିତରେ ଡିସ୍କସନ ହେଲା, ଗୋଟେ ମିଟିଂ ହେଲା ଯେ ଯୀଶୁଙ୍କ ସାଙ୍ଗେ ରହିଲା ବେଳକୁ କିଏ ଟଙ୍କା ପଇସାର ଦାୟିତ୍ୱ ନେବେ। କ୍ୱାଲିଫାଇ ଲୋକ ଥିଲେ। ମାଥ୍ୟୁ ଜଣେ କ୍ୱାଲିଫାଇ ଲୋକ ଥିଲେ। ମାଥ୍ୟୁ କରଗ୍ରାହୀ ଥିଲେ, ଟ୍ୟାକ୍ସ କଲେକ୍ଟର ଥିଲେ, ତାଙ୍କୁ ହିସାବ କିତାବ ଜଣା ଥିଲା, ତାଙ୍କୁ ଜ୍ଞାନ ବୁଦ୍ଧି ଥିଲା, ରେକର୍ଡ ରଖୁଥିଲେ। ଏବଂ ସେ ଦେଖିଲେ ସମସ୍ତେ ଯେ ନା ନା ନା, ମାଥ୍ୟୁକୁ ଆମେ କୋଷାଧ୍ୟକ୍ଷ କରିବା ନାହିଁ। କୋଷାଧ୍ୟକ୍ଷ ପଦଟା ବହୁତ ସୁନ୍ଦର ପଦ। ଯୋଉମାନେ ପଇସା ରଖନ୍ତି ସେମାନେ ଜାଣିଛନ୍ତି ଏ ବର୍ଷ ଯାକର ପଇସା ରଖିକରି ତାକୁ ସଦ୍ବ୍ୟବହାର କରୁ ନାହିଁ। ବହୁତ ଜାଗ୍ରତ। କେହି ଜଣେ କହନ୍ତି ପଇସା ହଉଛି ନିଆଁ, ଯଦି ତାକୁ ତମେ ବ୍ୟବହାର କରି ଜାଣିବ, ତାହେଲେ ହୁଏତ ତାହା ତୁମମାନଙ୍କୁ ଉଷ୍ମ ଦେବ, ଆଲୋକ ଦେବ, ତୁମମାନଙ୍କୁ ଉତ୍ତମ ପଥ କଢେଇ ଆଣିବ। ଯଦି ତାକୁ ବ୍ୟବହାର ନ କରି ଜାଣିବ, ନିଆଁ ତୁମକୁ ପୋଡେଇ ଦେବ। ପଇସା ହଉଛି ନିଆଁ। ଏ ପଇସା ପାଇଁ ଲୋକ ଝଗଡା ହୁଅନ୍ତି। ଏଇ ପଇସା ପାଇଁ ଅଧର୍ମ ଜାତ ହୁଏ। ଏଇ ପଇସା ପାଇଁ ବିଭିନ୍ନ ସମୟରେ ସମସ୍ୟା ଜାତ ହୁଏ। 30 ଟଙ୍କାରେ ବିକିଦେଲେ ଯୀଶୁଙ୍କୁ, 20 ଟଙ୍କାରେ ବିକିଦେଲେ ଆଉ ଯୋଷେଫ। ଟଙ୍କା, ଧନ ହଉଛି ଅନିଷ୍ଟର ମୂଳ କାରଣ। ତେବେ ଏଇ ଯୋଉ ଇସ୍କରିୟତ ଯିହୁଦାଙ୍କୁ ଶିଷ୍ୟମାନେ ସମସ୍ତେ ବସିକରି ବାଛିଲେ। ମାଥ୍ୟୁକୁ ବାଛିଲେ ନାହିଁ ସେମାନେ। କାହିଁକି ବାଛିଲେ? ମାଥ୍ୟୁ ହେଇପାରେ ସେ ପୂର୍ବରେ ସେ ଟଙ୍କା ପଇସାର କାରବାର କରୁଥିଲା, ଆଉ ଥରେ ସେ ବୋଧେ ସେ ଲଣ୍ଠନ କରବ, ତେଣୁ କରି ତାକୁ ବାଛିଲେ ନାହିଁ ସେମାନେ। ଏ ତ ସେଇ ଟଙ୍କା ପଇସା ଆଠୁ 3 ଟଙ୍କା, ତାଠୁ 9 ଟଙ୍କା, ତାଠୁ 6 ଟଙ୍କା କରିକି ଲାଞ୍ଚ ଖାଇକିରି ଆସିଛି। ତାକୁ ଯଦି ଟଙ୍କାର ଦାୟିତ୍ୱ ଦେବା, ହୁଏତ ଆଉ ସେ ରାସ୍ତାକୁ ଯିବ ବୋଲି ବାଛିଲେ ନାହିଁ। କିନ୍ତୁ ଇସ୍କରିୟତ ଯିହୁଦାକୁ ବାଛିଲେ। କାହିଁକି ସେମାନେ ବାଛିଲେ? ସେ ଯୋଉ ଜାଗାରୁ ଆସିଥିଲା ଉତ୍ତମ ଜାଗା ଥିଲା, ଉତ୍ତମ ଚରିତ୍ରବାନ ଲୋକମାନେ ଥିଲେ। ଏବଂ ଏଇ ଯୋଉ ପିତର, ଯୋହନ, ଆନ୍ଦ୍ରିୟ, ଏମାନେ ଥାର୍ଡ କ୍ଲାସ ଯିହୁଦୀ ଥିଲେ, କିନ୍ତୁ ସେକେଣ୍ଡ କ୍ଲାସ ଯିହୁଦୀ ଥିଲେ। କିନ୍ତୁ ଇସ୍କରିୟତ ଯିହୁଦା ଗୋଟେ ଫାର୍ଷ୍ଟ କ୍ଲାସ ଯିହୁଦୀ ଥିଲେ। ପ୍ରଭୁ ଯେତେବେଳେ ସମସ୍ତଙ୍କୁ ସେମାନଙ୍କୁ ଡାକିଲେ, ସେମାନଙ୍କୁ ଡାକିଲା ପରେ ସେମାନଙ୍କୁ ବ୍ୟବହାର କଲେ। ବିଭିନ୍ନ ଜାଗାରେ ସେମାନଙ୍କୁ ବ୍ୟବହାର କଲେ। ସେମାନେ ଭୂତ ଚଢେଇବେ, ସେମାନେ ରୋଗୀକୁ ସୁସ୍ଥ କରିବେ, ସେମାନେ ମୃତ୍ୟୁକୁ ଉଠେଇବେ। ଏଇ ପ୍ରକାର ସେମାନଙ୍କୁ ବାଛିଲେ। ଆଉ ଇସ୍କରିୟତ ଯିହୁଦାଙ୍କୁ ବାଛିଲେ। ଏବଂ ଇସ୍କରିୟତ ଯିହୁଦାକୁ ପ୍ରଭୁ ଗୋଟେ ବଡ ଦାୟିତ୍ୱ ଦେଲେ। ସେ ଦାୟିତ୍ୱ ହଉଛି ଟଙ୍କା ପଇସା ରଖିବାର ଦାୟିତ୍ୱ। ବଡ ଦାୟିତ୍ୱ ମିଳିଲା ପରେ ସେ ଧୀରେ 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 ତାଙ୍କ ଜୀବନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଦୂରତ୍ୱ ରକ୍ଷା କଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ସକାଳେ ଈଶ୍ୱରଙ୍କର ବାକ୍ୟ ଆମମାନଙ୍କୁ ଏଇ କଥା କହେ। ଆମେ ଯେତେବେଳେ କୌଣସି ପଦ ପଦବୀ ପାଉ, ପଦ ପଦବୀରେ ରହୁ, ସେତେବେଳେ ଆମମାନେ ଆଉ ନ ହେବା ପର୍ଯ୍ୟନ୍ତ ପ୍ରାର୍ଥନା କରୁ 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 ଥାଉଛୁ। କିନ୍ତୁ ଯେତେବେଳେ କିଛି ପାଉ, ସେତେବେଳେ ଆମମାନଙ୍କର ଜୀବନ ଅନେକ ସମୟରେ ଯଦି ସତର୍କ ନ ହେବା, ଆମେ ପ୍ରଭୁଙ୍କ ଠାରୁ ଦୂରେଇ ଯାଉଥିବା। ଇସ୍କରିୟତ ଜୀବନରେ ସେଇଟା ଏକା ହେଲା। ଯୀଶୁ ଜାଣିକରି ତାକୁ ବାଛିଥିଲେ। ସବୁ ପାଇଲା ପରେ ପ୍ରଭୁଙ୍କ ଠାରୁ ବହୁତ ଦୂରରେ, ଆଶୀର୍ବାଦ ପାଇଲା ପରେ ବହୁତ ଦୂରରେ। ମଣ୍ଡଳୀ ମାନଙ୍କରେ କୋଷାଧ୍ୟକ୍ଷ ପଦରେ ଅନେକ ଲୋକମାନେ ଆଉ ସେମାନେ ନିଯୁକ୍ତ ହୁଅନ୍ତି, କିନ୍ତୁ ତାକୁ ବ୍ୟବହାର କରିବାଟା ବହୁତ ବହୁତ ଏକ ଏକ ବୋଲେ ଏକ ସୌଭାଗ୍ୟର କଥା। ଯୋଉମାନେ ତାକୁ ବ୍ୟବହାର କରି ଜାଣନ୍ତି, ଆଉ ସେମାନଙ୍କୁ ପ୍ରଭୁ ଆଶୀର୍ବାଦ କରିବେ। ତେବେ ଏଠି ଆମେ ଦେଖିପାରୁଛୁ ସେ ଜଣେ ଉତ୍ତମ ବ୍ୟକ୍ତି ଥିଲେ, ଉତ୍ତମ ଗାଁରୁ ଆସିଥିଲେ, ଉତ୍ତମ ପରିବାରରୁ ଆସିଥିଲେ, ଏବଂ ସେ ଗୋଟେ ଉତ୍ତମ ସହଭାଗିତା ଥିଲେ। ଏବଂ ତାଙ୍କ ବାପା ମା ଭାଇ ଭଉଣୀ ମାନେ ଏକ ସବୁ ସୁନ୍ଦର ଥିଲେ। କିନ୍ତୁ ପ୍ରଭୁ ସବୁ ଆଶୀର୍ବାଦ କଲା ପରେ ମନଟା ଟିକେ ଦୂରେଇ ଗଲା। ଆଉ ପ୍ରଭୁଙ୍କ ପାଖରେ ସେ ରହିବା ପାଇଁ ଇଚ୍ଛା କଲେ ନାହିଁ। ବର୍ତ୍ତମାନ ଛଳନା କଳ୍ପନା ଆରମ୍ଭ ହେଲା ତାଙ୍କ ପାଖରେ। ଦିନକର ଘଟଣା, ଯୀଶୁ ଯେତେବେଳେ ଆଉ ଯୀଶୁଙ୍କୁ ଯେତେବେଳେ ଆଉ
ମରିୟମ ଯାଇକି ତାଙ୍କୁ ତେଲ ଲଗଉଛନ୍ତି ସେତେବେଳକୁ ଆଉ ବହୁମୂଲ୍ୟ ତେଲ ବୋଲି ଲେଖାଯାଏ। 12 ର 6 ପଦ ପଢି ଦିଅନ୍ତୁ ଦୟାକରି। ଆ ଯୋହନ ପୁସ୍ତକ ତାର 12 ର 6 ପଦକୁ ଆମେ ପାଠ କରିବା। ଯୋହନ ଲିଖିତ ସୁସମାଚାର। ସେ ଯେ ଦରିଦ୍ର ମାନଙ୍କ ନିମନ୍ତେ ଚିନ୍ତା କରୁଥିଲା ବୋଲି ଏହା କହିଲା ତାହା ନୁହେଁ, କିନ୍ତୁ ସେ ଜଣେ ଚୋର ଆଉ ତାହା ନିକଟରେ ଟଙ୍କା ଥଳି ଥିବାରୁ ସେଥିରେ ଯାହା ଯାହା ରଖାଯାଉଥିଲା ତାହା ସେ ଚୋରି କରି ନେଇ ଯାଉଥିଲା। 4 ପଦ ପଢେ। କିନ୍ତୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଇସ୍କାରିୟତ ଯିହୁଦା ନାମକ ଯେଉଁ ଶିଷ୍ୟ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ଯାଉଥିଲା, ସେ କହିଲା, ଏହି ତୈଳ 150 ଟଙ୍କାରେ ବିକ୍ରୟ କରାଯାଇ କାହିଁକି ଦରିଦ୍ରମାନଙ୍କୁ ଦିଆନଗଲା? ରାଇଟ। ଏଠି ଆମେ ଦେଖୁଛୁ ଯୀଶୁଙ୍କୁ ଯେତେବେଳେ ସମ୍ମାନିତ କରୁଛନ୍ତି, ପାଦ ପୋଛି ଦଉଛନ୍ତି, ବହୁମୂଲ୍ୟ ତୈଳ ଲଗେଇ ଦଉଛନ୍ତି, ସେତେବେଳକୁ ଧ୍ୟାନର ସହିତ କଲା ବେଳକୁ ଈଶ୍ୱର ଜିଉଦାର ମନ ତେଲ ଉପରେ, ଧନ ଉପରେ। ଆଉ ଆମେ ଦେଖୁଛୁ ଏ ମରିୟମ ଯେତେବେଳେ ତାଙ୍କୁ କହୁଛନ୍ତି ବହୁମୂଲ୍ୟ ତୈଳ, ତେଲ ବହୁତ ଦାମ ତେଲ, ଆଉ ବହୁତ ମୂଲ୍ୟବାନ ଜିନିଷ, ଧନ ସମ୍ପତ୍ତି, ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତାର ଅର୍ଥ ସେ ବହୁମୂଲ୍ୟରେ ରଖିକରି, ଉଚ୍ଚରେ ରଖିକରି ସେ ତାଙ୍କର ସେବା କରିବା ପାଇଁ ବସିଛି। ଆମେ ଆମର ଜୀବନର ପ୍ରଥମ ସ୍ଥାନ, ଉତ୍ତମ ସ୍ଥାନ, ବହୁମୂଲ୍ୟ ସ୍ଥାନ ଆମେ ପ୍ରଭୁଙ୍କୁ ଯଦି ଆମେ ଦେବା, ପ୍ରଭୁ ଆଶୀର୍ବାଦ କରିବେ। କାହିଁକି ସେ ତାଙ୍କ ସେବା କରୁଛି? ନା ତାଙ୍କ ଭାଇକୁ ସିଏ ମୃତ୍ୟୁରୁ ଲାଜାରକୁ ଉଦ୍ଧାର କରିଥିଲେ, ରକ୍ଷା କରିଥିଲେ। ଆଉ ଯୀଶୁ ସବୁବେଳେ ତାଙ୍କ ଘର ପଟ ଯା ଆସ କରୁଥିଲେ। ଜେରୁସାଲେମର ମାତ୍ର 2-3 କିଲୋମିଟର, 5 କିଲୋମିଟର ସେଇ ଜାଗା ଥିଲା। ଆଉ ଯୀଶୁ ତାଙ୍କ ଘରେ ରହୁଥିଲେ, ଖାଉଥିଲେ, ପିଉଥିଲେ ଏବଂ ଯାଉଥିଲେ। ଦିନକର ଘଟଣା ଯେତେବେଳେ ଦେଖିଲେ ଯୀଶୁ ଆସିଲେ, ଯାଉଛନ୍ତି, ସେତେବେଳକୁ ସେ ଜାଣିଲେ ଅଳ୍ପ ସମୟ ପରେ ଯୀଶୁ ମୃତ୍ୟୁବରଣ କରିବେ। ସେ ତାଙ୍କୁ ଅଭିଷେକ କଲେ। ଉପାସନା ଚାଲିଛି, ଉଚ୍ଚ କୋଟିର ଉପାସନା। ପ୍ରଭୁଙ୍କ ପାଇଁ ବହୁମୂଲ୍ୟ ତୈଳ ଦେଇକରି, ଧନ ସମ୍ପତ୍ତି ଦେଇ ସେବା କରୁଛନ୍ତି। କିନ୍ତୁ ଏଇ ସମୟରେ ଯୋଉ ଲୋକ ଟଙ୍କା ରଖୁଛି, ତାର ଟଙ୍କାକୁ ତାକୁ ମନେ ପଡିଲା, କହିଲା ଏ ଟଙ୍କା ତ ମୋ ପାଖକୁ ଆସିଥାନ୍ତା, ସବୁ ବିକ୍ରି କଲେ, କିନ୍ତୁ ଏତେ ବହୁମୂଲ୍ୟ ତୈଳ ନେଇକରି ଢାଳି ଦଉଛନ୍ତି, ଗରିବ ମାନଙ୍କୁ ଦେଇଥିଲେ ଭଲ ହେଇଥାନ୍ତା। ଲୋଭ ତାର ମନରେ ପଶିଲା, ଖରାପ ଜିନିଷ ତାର ମନରେ ଆସିଲା, କଳଙ୍କ ତାର ମନରେ ଆସିଲା। ଉପାସନା ଯେତେବେଳେ ଉଚ୍ଚ କୋଟିର ହୁଏ, ଶୈତାନ ସେତେବେଳେ କାର୍ଯ୍ୟ କରେ। ଆମେ ସକାଳେ ବସି ଆମେ ପ୍ରାର୍ଥନା କରୁଛୁ, ପ୍ରିୟ ପ୍ରଭୁଙ୍କ ଲୋକମାନେ। ଶୈତାନ ଆମମାନଙ୍କୁ ସବୁବେଳେ ବିଭିନ୍ନ ମାଧ୍ୟମରେ କାର୍ଯ୍ୟ କରେ, କେମିତି ବନ୍ଦ କରିବି ବୋଲିକି। ଯେତେବେଳେ ବହୁମୂଲ୍ୟ ତୈଳ ଦେଇ ଆଜି ଯୀଶୁଙ୍କ ପାଦ ତଳେ ଆପଣ ମାନେ ବସିଛନ୍ତି, ଆଜି ତାଙ୍କ ପାଦକୁ ଆମମାନେ ସମସ୍ତେ ବହୁମୂଲ୍ୟ ତୈଳ ଦେଇ ଯେତେବେଳେ ଆମେ ଚୁମ୍ବନ କରୁଛୁ, ଯେତେବେଳେ ଆମେ ତାଙ୍କ ପାଦ ତଳକୁ ଆସୁଛୁ, ଉପାସନା କରୁଛୁ, ପ୍ରଭାତରେ ଆମମାନେ ଆମର ସବୁ ତ୍ୟାଗ କରି ଆସୁଛୁ, ସେତେବେଳେ ଶୈତାନ କାର୍ଯ୍ୟ କରିବ। ଶୈତାନ ଚାହିଁବ ନାହିଁ ଯୀଶୁଙ୍କୁ ବହୁମୂଲ୍ୟ ବିଷୟ ସବୁ ଦିଆଯାଉ, ଯୀଶୁଙ୍କୁ ବହୁମୂଲ୍ୟ ସମୟ ଦିଆଯାଉ, ଯୀଶୁଙ୍କୁ ହୃଦୟର ଉତ୍ତମ କଥା ଦିଆଯାଉ, ଯୀଶୁଙ୍କୁ ଉତ୍ତମ ଆମମାନଙ୍କ ପରିବାରର ଉତ୍ତମାଂଶ ଦିଆଯାଉ। ଏ କଥା ଶୈତାନ କେବେ ମଧ୍ୟ ଚାହିଁବ ନାହିଁ। ଶୈତାନ ସବୁବେଳେ ତା ଦୃଷ୍ଟି ତାଙ୍କ ଲୋକମାନଙ୍କୁ ହଇରାଣ କରିବା ପାଇଁ, ପ୍ରଶଂସା ନ ହଉ, ଧନ୍ୟବାଦ ନ ହଉ, ପୂଜା ନ ହଉ, ଈଶ୍ୱରୀୟ ଜୀବନ ନ କାଟନ୍ତୁ, ଏଇଟା ସବୁବେଳେ ଚିନ୍ତା କରିଥାଏ। ତେବେ ମରିୟମ, ମାର୍ଥା ଆଉ ମୋର ଯେତେବେଳେ ଅଛନ୍ତି ସେ ଜାଗାରେ ଲାଜାର, ଯୀଶୁ ମଧ୍ୟ ସେ ଅଟନ୍ତି, ଶିଷ୍ୟମାନେ ଅଛନ୍ତି, ସମସ୍ତେ ଥିଲା ବେଳକୁ ଶୈତାନର କୋପ ଦୃଷ୍ଟି ତାଙ୍କ ଉପରେ କରୁଛନ୍ତି। ଏତେ ଟଙ୍କା ଗରିବ ମାନଙ୍କୁ ଦିଆଯାଇଥାନ୍ତା, କିନ୍ତୁ ଏଇ ପଇସାରେ, ଏଇ ତେଲକୁ ଏମାନେ କଣ କରିଛନ୍ତି ନା ଛଡେଇ କରି ଏମାନେ ଯୀଶୁଙ୍କର ପାଦ ତଳେ ରଖିଛନ୍ତି। ଆମେ ଯଦି ଯୋହନ ଲିଖିତ ସୁସମାଚାର ତାର 6 ଅଧ୍ୟାୟକୁ ଯଦି ଆମେ ଦେଖିବା, ଆପଣ ମାନେ ପଢିବେ ଯୋହନ ଲିଖିତ ସୁସମାଚାର 6 ଅଧ୍ୟାୟରେ ଯୀଶୁ ଆଉ ବହୁତ ଆଶ୍ଚର୍ଯ୍ୟ କର୍ମ କରିଛନ୍ତି। 5ଟା ରୁଟି 2ଟା ମାଛରେ ଅନେକ ଲୋକକୁ ଖୁଆଇଲେ। ଖୁଆଇକରି ଯେତେବେଳେ ସେ ସେ ଜାଗାକୁ ଛାଡିଗଲେ, ସେତେବେଳକୁ ଅନେକ ଲୋକ ତାଙ୍କୁ ଖୋଜି ବୁଲିଲେ, ଆଶ୍ଚର୍ଯ୍ୟ ହେଇଗଲେ, ଏ କି ପ୍ରକାର ଲୋକ, ଏ 5ଟା ରୁଟିରେ 20,000 ଲୋକକୁ ଖୁଆଇଲେ, ଏ 2ଟା ମାଛରେ 20,000 ଲୋକକୁ ଖୁଆଇଲେ, ହୁଏତ ଏ ଗୋଟେ ଭିନ୍ନ ପ୍ରକାର। ଏଇ କଥା ସେମାନେ କହି ଯୋହନ ଲିଖିତ ସୁସମାଚାର 6 ଅଧ୍ୟାୟର 23-24 ପଦ ଟିକେ ପଢିଦିଅ ମା। ଯୋହନ ଲିଖିତ ସୁସମାଚାର। ପ୍ରଭୁ ଧନ୍ୟବାଦ ଦେଲା ଉତ୍ତାରେ ସେମାନେ ଯେଉଁ ସ୍ଥାନରେ ରୁଟି ଭୋଜନ କରିଥିଲେ, ସେହି ସ୍ଥାନ ନିକଟକୁ ତିବିରିଆ ଆଉ କେତେକ ନୌକା ଆସିଲା।
ଅତଏବ ଯୀଶୁ କିମ୍ବା ତାହାଙ୍କ ଶିଷ୍ୟମାନେ ଯେ ସେଠାରେ ନାହାନ୍ତି, ଏହା ଯେତେବେଳେ ଲୋକ ସମୂହ ଦେଖିଲେ, ସେତେବେଳେ ସେମାନେ ସେହି ସବୁ ନୌକାରେ ଚଢ଼ି ଯୀଶୁଙ୍କୁ ଖୋଜୁ ଖୋଜୁ କଫରନାହମକୁ ଆସିଲେ। ଯୀଶୁଙ୍କୁ ଏଠି ଲୋକ ଖୋଜୁଛନ୍ତି। ମୁଁ ୟାର ବ୍ୟାକଗ୍ରାଉଣ୍ଡ କହିବା ପାଇଁ ଚାହେଁ, କାହିଁକି ଖୋଜୁଛନ୍ତି ଯୀଶୁଙ୍କୁ? ନା ସେ ଖାଇବାକୁ ଦେଲେ, ପିଇବାକୁ ଦେଲେ, ତାଙ୍କ ପଛରେ ଅନେକ ଲୋକ ଯାଉଛନ୍ତି, ହେଲେ ଯୀଶୁ ସେଠାରେ ନାହାନ୍ତି। କଣ ପାଇଁ ଯାଉଛନ୍ତି? ତାଙ୍କୁ ଖାଇବାକୁ ମିଳିବ, ଆଶ୍ଚର୍ଯ୍ୟ କର୍ମ କରିବ। ଏମିତିକି 24 ପଦର ତା ତଳ ଅଂଶ ମାନଙ୍କର ଲେଖାଯାଏ, ଲୋକମାନେ ଯୀଶୁଙ୍କୁ ରାଜା କରିବା ପାଇଁ ବୋଲିକିରି ଇଚ୍ଛା କଲେ ସେଠି, କିନ୍ତୁ ଯୀଶୁ ଆର ପାରିକୁ ଚାଲିଗଲେ। ଆଉ ଯେତେବେଳେ ସେମାନେ ରାଜା କରିବାକୁ ଇଚ୍ଛା କଲେ, ଯୀଶୁ ସେ ପଦକୁ ଗ୍ରହଣ କରିବା ପାଇଁ ଇଚ୍ଛା କଲେ ନାହିଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯୋଉଠି ଖାଦ୍ୟ, ଯୋଉଠି ଧନ, ଯୋଉଠି ସମ୍ପତ୍ତି, ସେଇଠି ଲୋକମାନଙ୍କର ମନ। କିନ୍ତୁ ଯଦି ଆପଣ ଭଲସେ ପ୍ରାର୍ଥନା କରିବେ, ଭଲସେ ବାଇବେଲ ପଢିବେ, ଉତ୍ତମ ଜୀବନ କାଟିବେ, ସେଇ ଜାଗାରେ ନାହିଁ। ତେବେ ଏଇ ଲୋକମାନେ ଏକ ରଙ୍ଗ ମୋଟିଭରେ ଆସିଥିଲେ। ତାପରେ ଯୀଶୁ ସେମାନଙ୍କୁ କହିଲେ, ଆଉ ତୁମେ କାହିଁକି ଖାଦ୍ୟ ପଛରେ ଦୌଡୁଛ? ଆଉ ତୁମେ ମୋର ରକ୍ତ ପାନ କର, ମୋର ଶରୀରର ରୁଟିକୁ ତୁମେ ଖାଅ, ତେବେ ତୁମର ଅନନ୍ତ ଜୀବନ ପାଇବ। 6 ଅଧ୍ୟାୟରେ ଗୁଡାଏ କଥା ଲେଖାଯାଏ। ସେତେବେଳେ କହିଲେ, ଯିହୁଦୀ ମାନେ କହିଲେ, ଏ ଲୋକ କି ପ୍ରକାର କଥା କହୁଛି ବୋଲିକି, ରକ୍ତ କଣ ଆମେ ଖାଇବୁ କି? ଏଟା ତ ମନା କରାହେଇଛି ଲେବୀୟ ପୁସ୍ତକରେ, ଆମ ବ୍ୟବସ୍ଥା ଅନୁସାରେ ନାହିଁ। ଗୋଟେ ଲୋକ ତାଙ୍କୁ ଛାଡି ଚାଲିଗଲେ। ତେବେ ସେଇଠି ଯଦି ସେଇ ସନ୍ଦେଶ ଦେଖିବେ, ସେ ଜାଗାରେ ବିଶେଷ କରି ଲେଖାଯାଏ, ଅନେକ ଲୋକ ଯୀଶୁଙ୍କ ପାଖକୁ ଆସିଲେ ଏବଂ ସେମାନଙ୍କୁ ଭଲ ଲାଗିଲା ନାହିଁ। ଯୀଶୁ ଯେତେବେଳେ କଥା କହିଲେ, ଗୋଟେ ଗୋଟେ ଛାଡି ସେମାନେ ପଳେଇଲେ। ସେମାନେ ଏକ ଭୁଲ ବୁଝାମଣା ନେଇକି ଆସିଥିଲେ। ମଣ୍ଡଳୀକୁ ଲୋକମାନେ ଅନେକ ସମୟରେ ଭୁଲ ମନୋଭାବ ନେଇ ଆସନ୍ତି। ମଣ୍ଡଳୀକୁ ଅନେକ ଲୋକମାନେ ଭୁଲ ଚିନ୍ତାଧାରା ନେଇକିରି ଆସନ୍ତି। କିନ୍ତୁ ତାହା ସେମାନେ ପାଇଲା ପରେ ଯଦି ନ ପାଆନ୍ତି, ମୁଁ ଗତକାଲି କହୁଥିଲି, ଯଦି ନ ପାଆନ୍ତି, ମଣ୍ଡଳୀକୁ ଛାଡି ସେମାନେ ପଳେଇବେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏଇ ଇସ୍କରିୟତ ଯିହୁଦା ମଧ୍ୟ ଈଶ୍ୱରଙ୍କ ସେବା ପାଇଁ ଏକ ରଙ୍ଗ ମୋଟିଭ ନେଇକିରି ଆସିଥିଲେ। ଯାହା ଈଶ୍ୱରଙ୍କ କାର୍ଯ୍ୟରେ ଲାଗିଥାନ୍ତା, ସେ ତୈଳକୁ ସେ ବିକ୍ରି କରି ସେ ନିଜେ ରଖିବା ପାଇଁ ତାଙ୍କ ରଙ୍ଗ ମୋଟିଭ ଥିଲା। ଯଦି ଆମେ ମାଥ୍ୟୁ ସୁସମାଚାର, ଲୁକ ସୁସମାଚାର ଦେଖୁ, ଜଣେ ଧନୀ ଯୁବକର କଥା ଲେଖାଯାଏ। ଯୀଶୁଙ୍କର ପାଖକୁ ଦିନେ ଆସିଲେ, ତାଙ୍କୁ କହୁଛନ୍ତି ଯେ, ହେ ପ୍ରଭୁ, ମୁଁ ତୁମ ପଛରେ ଅନୁଗମନ କରିବି, ତୁମ ପଛରେ ଆସିବି। ସେତେବେଳେ ଯୀଶୁ କହିଲେ ଯେ, ବାବୁ, ତୁ ମୋ ପାଖକୁ ଆସିବୁ ସତ, କିନ୍ତୁ ମୋ ପାଇଁ ବୋଲିକରି ଜାଗା ନାହିଁ। କୋକିଶିଆଳର ଗାଛ ଅଛି, ଆକାଶ ପକ୍ଷୀରେ ବସା ଅଛି, ତୋତେ କୋଉଠି ମୁଁ ରଖିବି? ସେ ଭାବିଥିଲା ଏ ଯୀଶୁଙ୍କ ପାଖକୁ ଗଲେ ମାଛ ମିଳିବ, ମାଂସ ମିଳିବ, ଧନ ମିଳିବ, ସମ୍ପତ୍ତି ମିଳିବ। କିନ୍ତୁ ଯୀଶୁ ତାଙ୍କୁ କହିଦେଲେ ଯେ ମୋ ପାଖରେ କିଛି ମିଳିବ ନାହିଁ। ସେତେବେଳେ ସେ ଦୁଃଖ ହେଇ ପଳେଇଲା। ଅନେକ ସମୟରେ ଲୋକମାନେ ପ୍ରଭୁଙ୍କ ପାଖକୁ ଆସି କିଛି ପାଇବୁ ବୋଲିକରି, ନିଶ୍ଚୟ କରି ପାଇବେ, ସେମାନେ ନିଶ୍ଚୟ ପାଇବେ, ମନା ନାହିଁ। କିଛି ପାଇବୁ, କିଛି ସ୍ୱାର୍ଥ ପାଇଁ। ପାପ କ୍ଷମା ନ ମାଗୁଣୁ ମଧ୍ୟ ଆମେ ସୁସ୍ଥ ହେଇଯିବୁ, ପାପ କ୍ଷମା ନ ମାଗୁଣୁ ମଧ୍ୟ ଆମମାନେ ଆଉ କଣ ହବୁ ନା ସମସ୍ତ ଉତ୍ତମ ବିଷୟ ପ୍ରାପ୍ତ ହବୁ। କିନ୍ତୁ ପ୍ରଭୁଙ୍କ ବାକ୍ୟରେ ଲେଖାଯାଏ, ଆମେ ଯେତେବେଳେ ପ୍ରଭୁଙ୍କ ପାଖକୁ ଉତ୍ତମ ମନୋଭାବ ନେଇ ଆସୁ, ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରେ। ଇସ୍କରିୟତ ଯିହୁଦା, ପ୍ରଥମ କଥା ମୁଁ କହିଲି, ଏକ ଭଲ ପରିବାରରୁ ଆସିଥିଲେ, ଭଲ ଗାଁରୁ ଆସିଥିଲେ, ଭଲ ମଣ୍ଡଳୀରୁ ଆସିଥିଲେ, ଉତ୍ତମ ଲୋକମାନେ ତାଙ୍କ ସାଙ୍ଗରେ ଥିଲେ, କିନ୍ତୁ ସେ ଆଶୀର୍ବାଦ ପ୍ରାପ୍ତ ହେଲେ ନାହିଁ। କାରଣ ତାଙ୍କର ମୋଟିଭ, ତାଙ୍କର ଚିନ୍ତାଧାରା, ତାଙ୍କର ଲକ୍ଷଣ, ତା ସବୁ ଭୁଲ ଥିଲା। ତାଙ୍କ ଲକ୍ଷଣ ଭୁଲ ଥିଲା। ସେ ଯୀଶୁଙ୍କୁ ପ୍ରକୃତର ହୃଦୟ ତାଙ୍କର ନଥିଲା। ତେବେ ଆମେ ଦେଖୁଛୁ ସେ ଇସ୍କରିୟତ ଯିହୁଦାଙ୍କର ପ୍ରଥମ କଥା ଆମେ ଦେଖିଲୁ, ଯଦି ବା ଉତ୍ତମ ଜାଗାକୁ ଆସିଥିଲେ, କିନ୍ତୁ ତାଙ୍କର ମୋଟିଭ ଭଲ ନଥିଲା। ଏ ଇସ୍କରିୟତ ଯିହୁଦାର କଥା ଯେତେବେଳେ ଆମେ ଦେଖୁଛୁ, ଆଜ୍ଞା, ଏ ଆଉ ପ୍ରକୃତ ପରିବର୍ତ୍ତନ ନଥିଲେ। ସେ ଯୀଶୁଙ୍କୁ ଦେଖିଛନ୍ତି, ଯେ ଯୀଶୁଙ୍କ ସାଙ୍ଗରେ ରହିଛନ୍ତି। ଆମେ ଯଦି ମାଥ୍ୟୁ 10:1 ପଦରେ ଯଦି ଦେଖିବା, ଲୁକ 10:20 ପଦରେ ଯଦି ଦେଖିବା, ସେ ଜାଗା ମାନଙ୍କୁ ଲେଖାଯାଏ, ଯୀଶୁ ଲୋକମାନଙ୍କୁ ସୁସ୍ଥ କଲେ। ଏମାନଙ୍କୁ ସୁସ୍ଥ କରିବା ପାଇଁ ପ୍ରଭୁ ଡାକିଥିଲେ। ସୁସ୍ଥ ହେଇଛନ୍ତି 5,000, ଆଉ 5,000 ଲୋକ ଖାଇଛନ୍ତି, ପୁରୁଷ ମାନେ ଏସବୁ କଥା ଦେଖିଛନ୍ତି। ଆଉ ଆଙ୍କ ଭାଗରେ ବି ଗୋଟେ ଟୋକେଇ, ଗୋଟେ ବାସ୍କେଟ, ଗୋଟେ ଝୁଡି ରୁଟି ଆଉ ମାଛ ମିଳିଛି। ଏସବୁ ଆଶ୍ଚର୍ଯ୍ୟ କର୍ମ ଦେଖିଛନ୍ତି। ଯୀଶୁ
ଏଇ 5,000 ଲୋକକୁ ଖୁଆଇଲା ପରେ 5ଟି ରୁଟି 2ଟା ମାଛରେ କେତେ ଟୋକେଇ ଆ ରୁଟି ବଳକା ହେଲା କିଏ କହିବେ ମତେ? 12 12 ଟୋକେଇ ବଳକା ହେଲା। କାହାର ପାଇଁ ବଳକା ହେଲା? 12 ଜଣଙ୍କ ଶିଷ୍ୟ ମାନଙ୍କ ପାଇଁ। ହୁଏତ ଈଶ୍ୱର ଜିଉଦାକୁ ମତେ ଗୋଟେ ରୁଟି ଗୋଟେ ଟୋକେଇ ଗୋଟେ ଆଉ ଝୁଡି ତାଙ୍କ ପାଇଁ ବୋଲିକରି ମିଳିଥିଲା, କିନ୍ତୁ ସେଟା ପାଶରି ପକେଇଲେ। ପ୍ରଭୁ ଗୋଟେ ଖଣ୍ଡ ଛୋଟିଆ ଗୋଟେ ପିଲାର ହାତରୁ ନେଇକି ଅନେକ ଲୋକକୁ ଖୁଏଇ ତାକୁ 12 ଟୋକେଇ କରି ଈଶ୍ୱର ଜିଉଦାକୁ ମଧ୍ୟ ପରିତୃପ୍ତ କରିଥିଲେ, କିନ୍ତୁ ତାକୁ ସେ ଭୁଲିଗଲା। ଦ୍ୱିତୀୟ କଥା, ଯୀଶୁ ରୋଗୀ ମାନଙ୍କୁ ସୁସ୍ଥ କରୁଥିଲେ। ପ୍ରେରିତ ପୁସ୍ତକ 1 ଅଧ୍ୟାୟର 17 ପଦକୁ ଟିକେ ପଢନ୍ତୁ। କାରଣ ସେ ଆମ୍ଭମାନଙ୍କ ମଧ୍ୟରେ ଜଣେ ବୋଲି ଗଣା ଯାଇଥିଲା ଓ ଏହି ସେବା ପଦରେ ଅଂଶ ପ୍ରାପ୍ତ ହୋଇଥିଲା। ସେ ମଧ୍ୟ ସେବାରେ ଅଂଶ ପାଇଥିଲା। ତାଙ୍କୁ ପ୍ରଭୁ ଅନୁଗ୍ରହ କରିଥିଲେ। ସେ ବି ହାତ ରଖି ପ୍ରାର୍ଥନା କଲେ, ସୁସ୍ଥ ହେଇଯାଉଥିଲେ ଲୋକ। ସେ ମଧ୍ୟ ପ୍ରାର୍ଥନା କଲେ, ଯୀଶୁ ତାଙ୍କ ପ୍ରାର୍ଥନା ଶୁଣୁଥିଲେ। ସେବାର ଅଂଶ ହେଇଥିଲା। ଦିଟା କଥା ମୁଁ କହିବି, ସେବାର ଅଂଶ ହେବାଟା ଅଲଗା କଥା, ସେବାର ପରିବାର ଭୁକ୍ତ ହେବାଟା ଅଲଗା କଥା। ଆର ଏକ ରଙ୍ଗ ମୋଟିଭ ଥିଲା। ଏଇ ଈଶ୍ୱରୀୟ ପରିବାରର ଜଣେ ବ୍ୟକ୍ତି ନଥିଲେ, କିନ୍ତୁ ଈଶ୍ୱରୀୟ ପରିବାରରେ ଅଂଶ ହେଇଥିଲେ ସେ। ତେବେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଉ ଆଉ ଗୋଟେ ସିରିଜରେ ମୁଁ ବଳକା ସବୁ ଜିନିଷ କଥା କହିବି। ଆଜି ସମୟ ହେଇଗଲା ଯେ ପ୍ରଭୁ ତାକୁ ବାଛିଥିଲେ ଈଶ୍ୱରଙ୍କର ସେବା କରିବା ପାଇଁ, ଉତ୍ତମ ମନୋଭାବ, ଉତ୍ତମ ଦେଶରୁ ଉତ୍ତମ ସମୟ, କିନ୍ତୁ ତାକୁ ସେ ବ୍ୟବହାର କରିପାରିଲା ନାହିଁ। ପ୍ରଥମ ପଏଣ୍ଟ ମୁଁ ଆପଣମାନଙ୍କୁ କହିବା ପାଇଁ, ସେ ଗୋଟେ ଉତ୍ତମ ପରିବାରରୁ ଆସିଥିଲା। ଦ୍ୱିତୀୟ କଥା, ଯୀଶୁ ତାକୁ ପ୍ରାର୍ଥନା କରି କରି ତାକୁ କଣ କରିଥିଲେ ନା ତାକୁ ବାଛିଥିଲେ। ତୃତୀୟ କଥା, ଯୀଶୁ ତାଙ୍କ ସାଙ୍ଗରେ ରହିବାକୁ ବାଛିଥିଲେ। ଏବଂ ଚତୁର୍ଥ କଥା ହଉଛି, ସେ ତାଙ୍କ ସାଙ୍ଗେ ରହିବେ, ଖାଇବେ, ସେବା କାର୍ଯ୍ୟ ସବୁ କରିବେ। 12 ଜଣ ଶିଷ୍ୟର ମଧ୍ୟରେ ଗୋଟେ ପ୍ରଭୁ ତାଙ୍କୁ ବଡ ଦାୟିତ୍ୱ ଦେଇଥିଲେ, କିନ୍ତୁ ସବୁ ସେ ହରେଇଲା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ବେଳେ ବେଳେ ପ୍ରଭୁ ଆମକୁ ଡାକନ୍ତି। ତାର ନେକ୍ସଟ ଦ୍ୱିତୀୟ ଭାଗ ମୁଁ ନେକ୍ସଟ ଅନ୍ୟ ଦିନ କହିବି। ପ୍ରଭୁ ଆମକୁ ବେଳେ ବେଳେ ଡାକନ୍ତି। ଆଜି ସକାଳେ କି ମନୋଭାବ ନେଇକରି ଆମେ ଆସିଛୁ? ଆଜି ସକାଳେ ଆମମାନଙ୍କର ଚିନ୍ତାଧାରା କଣ ଯେ ଆମେ ଏଠିକି ଆସିଛୁ? ରାତିରେ ନିଦ କାହିଁକି ଆମେ ଭାଙ୍ଗିକରି ଏଠି ବସୁଛୁ? ପ୍ରଭୁ ଆପଣଙ୍କର ମନ ଜାଣନ୍ତି। ଯଦି ଆମେ ପ୍ରକୃତରେ ତାଙ୍କ ପରିବାର ଭୁକ୍ତ ହେବା, ତାଙ୍କ ସଙ୍ଗେ ସମ୍ପର୍କ ରଖିବା, ତେବେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ, ଫଳ ଦେବେ, ଅନୁଗ୍ରହ କରିବେ, ବ୍ୟବହାର କରିବେ। ପିତର, ଆନ୍ଦ୍ରିୟ, ଜହନ, ଅନେକ ପ୍ରଭୁଙ୍କର ଦାସ ମାନେ ସେମାନଙ୍କୁ ପ୍ରଭୁ ବ୍ୟବହାର କଲେ। କିନ୍ତୁ ଏଇ ଆଜିର ଗୋଟେ ଏକା କାରଣ ମୁଁ ଆପଣମାନଙ୍କୁ କହିବି, ରଙ୍ଗ ମୋଟିଭ, ଭୁଲ ଚିନ୍ତାଧାରା ନେଇକି ସେ ଯେତେବେଳେ ଆସିଥିଲେ, ସେ ଆଶୀର୍ବାଦ ପାଇଲେ ନାହିଁ। ଆମେ ମଣ୍ଡଳୀକୁ ଯେତେବେଳେ ଯାଉ, ଭୁଲ ଚିନ୍ତାଧାରା ଅନେକ ସମୟରେ ଆଉ ଲୋକମାନେ ମଣ୍ଡଳୀକୁ ଭୁଲ ଚିନ୍ତା ଧାରାକୁ ନେଇକରି ଯାଆନ୍ତି। ଆମେ ଯଦି ମାଥି ପୁସ୍ତକରେ ଦେଖିବା, ଆଙ୍କର କଥା ଲେଖା ହେଇଛି, ଟଙ୍କା ଥଳି ପାଇଁ ସେମାନେ, ଟଙ୍କା ପାଇଁ ସେମାନେ ଏତେ ମତେଇଲା ସେ ଶିଷ୍ୟ ମାନଙ୍କୁ ଯେ ଶିଷ୍ୟମାନେ ମଧ୍ୟ ଆର କଥାରେ ମତିଗଲେ। ମଣ୍ଡଳୀରେ ଭୁଲ କଥା ଅନ୍ୟ ଲୋକମାନେ ଶିଖାନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଈଶ୍ୱରଙ୍କର ବାକ୍ୟ କହେ, ଆମେ ସଠିକ ମନୋଭାବ ଯେତେବେଳେ ନେଇକି ପ୍ରାର୍ଥନା ବସିବା, ପ୍ରାର୍ଥନା ପାଖକୁ ପ୍ରଭୁ ଆଶୀର୍ବାଦ କରିବେ। ପ୍ରଭୁ ତାଙ୍କ 12ଟା ଶିଷ୍ୟକୁ ସାରା ପୃଥିବୀରେ ପହଞ୍ଚେଇଲେ, ବ୍ୟବହାର କଲେ। ପ୍ରଭୁ ଯେତେବେଳେ ଆମକୁ ଡାକନ୍ତି, ପ୍ରଭୁ ସେତେବେଳେ ଆମ ମାନଙ୍କୁ ବ୍ୟବହାର କରନ୍ତି, ପଦ ଦିଅନ୍ତି, ଟଙ୍କା ଦିଅନ୍ତି, ଧନ ଦିଅନ୍ତି, ସମ୍ପତ୍ତି ଦିଅନ୍ତି, ଆଶୀର୍ବାଦ କରନ୍ତି। କିନ୍ତୁ ଆମେ ଯେତେବେଳେ ଭୁଲ ଚିନ୍ତାଧାରା ନେଇକରି ଆଉ ତାଙ୍କର ପାଖକୁ ଯାଉ, ସେତେବେଳେ ଆମକୁ ଆଶୀର୍ବାଦ କରିବେ ନା। ମୁଁ ଗତକାଲି ପ୍ରଚାର କରୁଥିଲି ଗୋଟେ ବିଷୟ, ଉଠ, ଜାଗ୍ରତ ହୁଅ। ମୋର ମାର୍କରେ ସୁସମାଚାରରେ ଲେଖା ହେଇଛି, ଯୀଶୁ ଶିଷ୍ୟ ମାନଙ୍କୁ କହିଲେ, ଉଠ, ତୁମେ ଜାଗ୍ରତ ହୁଅ। କାହିଁକି ସେ କହିଲେ? ନା, ସେ ଶିଷ୍ୟ ମାନେ ପ୍ରାୟ ଶୋଇ ପଡିଥିଲେ। ସେମାନେ ଶୋଇ ପଡିଥିଲେ, ନିଦ୍ରାଳୁ ହୋଇଥିଲେ। ସେମାନେ ଜାଗ୍ରତ ନଥିଲେ, ତେଣୁ ଯୀଶୁ ତାଙ୍କୁ ଜାଣିକିରି ଉଠ ଆଉ ତୁମେ ବୋଲିକିରି କହିଲେ। ମୁଁ ପ୍ରଚାର କରୁଥିଲି, ଆମ ଜୀବନକୁ 3ଟା ଜିନିଷ ନଷ୍ଟ କରିବେ ବୋଲି ମୁଁ କହୁଥିଲି। ଗୋଟେ ଜିନିଷ ହଉଛି ଆମର ଜୀବନରେ ଯେ ଭଲ ସହଭାଗିତା ନ ମିଳିଲେ ଆମେ ନଷ୍ଟ ହେଇଯିବା। ଈଶ୍ୱରୀୟ ଜୀବନରେ ସବୁ ଆଉ ଥିଲା ବେଳକୁ ଖରାପ ସହଭାଗିତା ଥିଲା। ସେ ଆଉ ଖରାପ ଲୋକମାନଙ୍କ ସାଙ୍ଗେ ମିଶୁଥିଲେ। ସେମାନଙ୍କର ରୂପ ବହୁତ ସୁନ୍ଦର, କିନ୍ତୁ ଭିତରେ ସେମାନେ ବହୁତ ଖରାପ ଥିଲେ। ମାଥ୍ୟୁ ସୁସମାଚାର 7 ଅଧ୍ୟାୟର 15 ପଦରେ ଲେଖାଯାଏ ଯେ ଏଇ ଶାସ୍ତ୍ରୀ ମାନେ
ଫାରୁସି ମାନେ ସେମାନେ ଉପରେ ବହୁତ ସୁନ୍ଦର କିନ୍ତୁ ଭିତରେ ସେମାନେ କଳଙ୍କ। ସେମାନେ ଉପରେ ମେଣ୍ଢା କିନ୍ତୁ ଭିତରେ ସେମାନେ ସିଂହ। ପଢିଦିଅନ୍ତୁ ମା, ମାତି ସୁସମାଚାର 7 ଅଧ୍ୟାୟର 15 ପଦ। ଭଣ୍ଡ ଭାବବାଦୀ ମାନଙ୍କ ଠାରୁ ସାବଧାନ ହୋଇଥାଅ। ସେମାନେ ମେଣ୍ଢା ବେଶରେ ତୁମମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ବାଘ। ଗଲା ନାଇଁ, ସରେଇବା ଆମେ, ସମୟ ହେଇଗଲା। ପଢନ୍ତୁ, ସେଇ ପଦ ପଢେଇଲେ ସରିଦେବା ଆମେ। ଭଣ୍ଡ ଭାବବାଦୀ ମାନଙ୍କ ଠାରୁ ହୁଁ, ସାବଧାନ ହୋଇଥାଅ। ହୁଁ। ସେମାନେ ମେଣ୍ଢା ବେଶରେ ତୁମମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ବାଘ। ଜିଉଦାର ଜୀବନରେ ତାଙ୍କର ସହଭାଗିତା ଥିଲା ଭଣ୍ଡ ମାନଙ୍କ ସାଙ୍ଗେ। ସେ ସହଭାଗିତା ରଖୁଥିଲେ, ପ୍ରଭୁ ପ୍ରିୟ ନଥିବା ଲୋକମାନଙ୍କ ସାଙ୍ଗେ ସହଭାଗିତା ରଖୁଥିଲେ। ଉପରେ ମେଣ୍ଢା ପରି ଦୂଷଣ ତୁମ ପାଖକୁ ଆଇବେ, ବହୁତ ବଢିଆ ଭଲ କଥା କହିବେ, କିନ୍ତୁ ଭିତରେ ସେମାନେ ତମକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିବେ। ସେମାନେ ଜାଣିଛନ୍ତି ତମକୁ ନଷ୍ଟ କରିବା ପାଇଁ, ମତେ ନଷ୍ଟ କରିବା ପାଇଁ ଅନେକ ଛଳନାତ୍ମକ କଥା କହିବେ, ଯାହା ଇସ୍କରିୟତ ଜିଉଦାରେ ଜୀବନରେ ଥିଲା। ପ୍ରଭୁ ଅନୁଗ୍ରହ କରନ୍ତୁ, ଆଜି ସକାଳେ ଆମେ ସମସ୍ତଙ୍କୁ ଆମେ ରାଇଟ ମୋଟିଭ ନେଇକରି, ଭଲ ମନୋଭାବ ନେଇକରି ଆଶୀର୍ବାଦ ପାଇବି ବୋଲିକି ଯେତେବେଳେ ପ୍ରଭୁଙ୍କର ପାଖକୁ ଆସୁଛୁ, ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ଏ ସକାଳେ ପ୍ରଭୁ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ। ଆଉ ପ୍ରଭୁଙ୍କ ପାଖକୁ ଆମେ ଅଶ୍ରୁ ମନରେ, ଆଣ୍ଠୁ ପାତି, ମୋ ଲୁହ ଝରେଇ, ମୋ ଦୁଃଖକୁ ଜଣେ ତାଙ୍କ ପାଖକୁ ଆସିବା, ପ୍ରକୃତ ପରିବର୍ତ୍ତନ ହେଇକି ଆସିବା, ତେବେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ଜିହୁଦାର ଜୀବନରେ ପରିବର୍ତ୍ତନ ନଥିଲା, ଜିହୁଦାର ଜୀବନରେ ଫଳ ନଥିଲା। ସେ ପ୍ରକୃତ, ସେ ଭୁଲ ସଂଗତି ରଖିଥିଲେ। ନମ୍ବର 1, ସେ ପ୍ରକୃତ ପରିବର୍ତ୍ତନ ହେଇନଥିଲେ। ସେ ଭୁଲ ଚିନ୍ତାଧାରା ତାଙ୍କର ଥିଲା। ସେ ଭୁଲ କଥା ଲୋକମାନଙ୍କୁ ଶିଖଉଥିଲେ ଏବଂ ଭୁଲ କାର୍ଯ୍ୟ ମଧ୍ୟ ସେ କରୁଥିଲେ। ସେଥିପାଇଁ ତାଙ୍କ ଜୀବନର ଅନ୍ତ ଶେଷ ହେଲା ନା, ଭଲ ହେଲା ନାହିଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଆଜି ସକାଳେ ଆମେ ସବୁବେଳେ ରାଇଟ ମୋଟିଭ ନେଇକି ଆସିବା, ଠିକ ଭାବେ ପ୍ରାର୍ଥନା କରିବା, ଠିକ ଭାବେ ଅନ୍ୟମାନଙ୍କୁ ଜଣେଇବା, ତେବେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ଈଶ୍ୱର ଜିଉଦାଙ୍କ ଜୀବନରୁ ଯେ ଆମେ ନେଗେଟିଭ ଜିନିଷ ଦେଖିଲୁ, ସେ ପ୍ରକୃତ ପରିବର୍ତ୍ତନ ନଥିଲେ। ଆମେ ପ୍ରକୃତ ଭାବେ ପ୍ରଭୁଙ୍କ ପାଖକୁ ଯେତେବେଳେ ଆସୁ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରିବେ। ପ୍ରଭୁ ଏ ଛୋଟିଆ ଚିନ୍ତାରେ ଆଶୀର୍ବାଦ କରନ୍ତୁ। ପ୍ରଭୁ ସମସ୍ତଙ୍କୁ ଈଶ୍ୱରୀୟ ଜୀବନ ଦିଅନ୍ତୁ, ଈଶ୍ୱର ଜିଉଦା ପରି ନାହିଁ କିନ୍ତୁ ଅନ୍ୟ ଶିଷ୍ୟ ମାନଙ୍କ ପରି ଯୀଶୁଙ୍କ ତୁଲ୍ୟ ଆପଣ ମାନେ ସମସ୍ତଙ୍କୁ ବ୍ୟବହାର କରନ୍ତୁ। ଥ୍ୟାଙ୍କ ୟୁ।